ये खाइबा आसନ୍ତୁ नाड़ी आलू भजा। हेलो हाय फ्रेंड्स, जय जगन्नाथ। आज पखाड़ खाइबा ପାଇଁ ଆମେ ସମସ୍ତେ ବସି ଯାଇଥିଲୁ। ଆଜି ସବୁ ପଖାଳ ଖିଆ ଆଇଟମ କରି ଆମେ ମାନେ ବସି ଯାଇଥିଲୁ ପଖାଳର ମଜା ନେବା ପାଇଁ। ଆଉ ଖରା ଦିନ ତ ଆସିଲାଣି, ଆପଣମାନେ ପଖାଳ ଖାଇଲେଣି କି ନାହିଁ? କୋଉମାନଙ୍କୁ ପଖାଳ ଖାଇବାକୁ ଭଲ ଲାଗେ ପ୍ଲିଜ୍ ଟିକେ କମେଣ୍ଟରେ ଜଣାଇବେ। ମାନେ ଖାଇବା ଜିନିଷ ଖାଇବା ଦେଖନ୍ତୁ ଏଇଟା କଣ? ଇଞ୍ଚଡ଼ ସିଝିନି ଇଞ୍ଚଡ଼ ବଡ଼ା ठीक से पाटने पखाड़ पुरेला बड़े भिड़ଟା କରିବ। ଆଉ ସାଙ୍ଗମାନେ ଟିକେ ଦେଖନ୍ତୁ ଆମ କେତେ ଏନ୍ଜୟ କରୁଛନ୍ତି। ଆଜି ଆମ ପଖାଳ ପାଗରେ ଚାନ୍ଦ ଲଗେଇବା ପାଇଁ ହେଇଥିଲା ଟମାଟୋ, ବଡ଼ି, ପିଆଜ, କଞ୍ଚାଲଙ୍କାର ଗୋଟେ ଚଟଣି, ଖମ୍ବ ଆଳୁର ଗରମ ଗରମ ଭଜା, ତା ସହିତ ହେଇଥିଲା ଇଞ୍ଚଡ଼ ପିଠଉ ଦିଆ ଭଜା। ଦେଖନ୍ତୁ କେତେ ଟେମ୍ପଟିଂ ଦେଖାଯାଉଛି ନା। ଏଇ ଇଞ୍ଚଡ଼ ପିଠଉ ଭଜାଟା ବହୁତ ଟେଷ୍ଟି ଥିଲା, କ୍ରିସ୍ପି ବି ଥିଲା। ତାପରେ ଦେଖନ୍ତୁ ଏଇଟା କ'ଣ, ପ୍ରାୟ ସମସ୍ତଙ୍କର ପ୍ରିୟ ଛୁଇଁ ଆଳୁ ସୋରିଷ ଭଜା। ପଖାଳରେ ତ ବହୁତ ଟେଷ୍ଟି ଲାଗେ ଆକୁ ଖାଇବା ପାଇଁ। ଏଇଟା ଥିଲା ଜିରା ପିଆଜ ଦିଆ କଦଳୀ ଆଳୁର ଭଜା। ତାପରେ ଦେଖନ୍ତୁ ସାଙ୍ଗମାନେ ଗୋଟେ ବହୁତ ସୁନ୍ଦର ଆଇଟମ୍ ଥିଲା, ସେଇଟା ହେଉଛି କଦଳୀ ଚୋପାର ପତୁଆ। ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ ନା ଖାଇବା ପାଇଁ। ଆଚ୍ଛା, ଏଇ ପଖାଳ ଖିଆ ଆଇଟମ୍ ମଧ୍ୟରୁ କାହାର କେଉଁଟା ଫେଭରେଟ୍ ଆଇଟମ୍ ପ୍ଲିଜ୍ ଟିକେ ମୋତେ କମେଣ୍ଟରେ ଜଣାଇବେ। ଯଦି ମୋ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତାହେଲେ ମୋ ଭିଡ଼ିଓଟିକୁ ଲାଇକ୍ କରିଦେବେ, ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ରହିଲି, ଜୟ ଜଗନ୍ନାଥ। क्या है पका 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 बिल्लू बाई गंदे कचरा पका ये देखा कौन भाई हंसछ? शिमुनु शिमुनु हंसिले ता दांत फांका दिटा देखा मुझे तो सीधा बोलते रहती हूँ